ଖ୍ରୀଷ୍ଟରେ ପ୍ରିୟ ମୋର ମା ବାପା ଭାଇ ଭଉଣୀ ସମସ୍ତଙ୍କୁ ମୋର ପ୍ରେଜ୍ ଲର୍ଡ। ଆସନ୍ତୁ ଆମେ ପ୍ରଭୁଙ୍କର ବାକ୍ୟ ଗୋଟେ ଦେଖିବା। ମାଥିଉ 18:20 ପଦରେ ଏହି ପ୍ରକାର ଲେଖାଯାଏ, କାରଣ ଯେଉଁ ସ୍ଥାନରେ 2 କି 3 ଜଣ ମୋ ନାମରେ ଏକତ୍ର ହୁଅନ୍ତି, ସେହି ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି। ପ୍ରଭୁ ବହୁତ ସୁନ୍ଦର ବାକ୍ୟ ଦେଇଅଛନ୍ତି। ଏ ବାକ୍ୟ ଦ୍ୱାରା ଆମେ ବୁଝିବା, କାରଣ ଯେଉଁ ସ୍ଥାନରେ ବା ଯେଉଁ ଜାଗାରେ 2 ଜଣ ବା 3 ଜଣ ପ୍ରଭୁ ନାମରେ ତମେ ଗୋଟେ ପାଖରେ ହେଇକି ପ୍ରାର୍ଥନା କରିବ, ତାହେଲେ ପ୍ରଭୁ ସେ ସ୍ଥାନରେ ଉପସ୍ଥିତ। ପ୍ରଭୁ ଅଦୃଶ୍ୟ ଭାବରେ ଉପସ୍ଥିତ ଅଟନ୍ତି। ପ୍ରଭୁ ବିଦ୍ୟମାନ, 2 କିମ୍ବା 3 ଜଣ ମଧ୍ୟରେ ପ୍ରଭୁ ବିଦ୍ୟମାନ ଅଟନ୍ତି। ଚର୍ଚ୍ଚରେ ଗଲେ ପ୍ରଭୁ ନାଇକି ସେଇ ସ୍ଥାନରେ ବିଦ୍ୟମାନ ବୋଲି ଆପଣମାନେ ଭାବନ୍ତୁ ନାହିଁ। 2 ଜଣ କିମ୍ବା 3 ଜଣ ଯେଉଁ ସ୍ଥାନରେ, ଯେଉଁ ଜାଗାରେ ତୁମେ ବାହାରେ ଥାଅ, ଘରେ ଥାଅ, ନିଜର ଗାଁ ଛାଡ଼ି ଅନ୍ୟ ଗାଁରେ ଥାଅ, ତୁମେ ଯେଉଁ ଜାଗାରେ ମଧ୍ୟ ଥାଅ, ତୁମେ 2 ଜଣ କିମ୍ବା 3 ଜଣ ଯେତେ ଜଣ ମଧ୍ୟ ଥାଅ, ତୁମେ ଯେଉଁ ସ୍ଥାନରେ ପ୍ରଭୁଙ୍କୁ ବିଶ୍ୱାସ କରି ତୁମମାନେ ପ୍ରାର୍ଥନା କରିବ, ପ୍ରଭୁ ସେ ସ୍ଥାନରେ ତୁମମାନଙ୍କ ମଧ୍ୟରେ ଉପସ୍ଥିତ। ପ୍ରଭୁ ଏ ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରେଜ୍ ଦ ଲର୍ଡ।